ओम नीलाचल निवासाय नित्याय परमात्मने बलभद्र सुभद्राभ्याम श्री जगन्नाथाय नमः। आज मु आसी यही कार्तिक मासरे महाप्रभु जटिया बाबा जहाँकि जटिया गोसाई नाम परिचित ये आस्थानटी होउछि आम पंतिमिली ग्राम जहाँकि ढेंकानाल जिला हिंदोल सब डिविजन रे अवस्थित। यही कार्तिक मासरे सप्तांग हुए एवं आज हूँ से महाप्रभु जटिया गोसाईंकर पूर्णाहुति दिवस। यह मंदिर रे केमिति एते बड़ आयोजन है जहाँकि 7 दिन धरी भक्त मानकर समागम होता पूजा विधि भागवत चर्चा एवं नाम संकीर्तन महाप्रसाद आयोजन एते बड़ आयोजन केमिति होता आसतु से ग्रामर कर्मकर्ता एवं पूजक पुरोधा मान समस्त किछि महाप्रभु विषय तथ्य ग्रहण करवा आसतु एवं महाप्रभु को दर्शन करवा। वासुदेव कुले प्रकारे सेवा करती भक्ति भरी जीवनाथ रतिपति महिमा देवे नजांती जगन देवी निराकार रूपे रूपवंदार तांको जे रूप को ध्याने कल्पना करी प्रजागणे तांको रूप आवरण भक्ति अंधकायुधन तांको की भावे कल्पन्ति किमते विधिरे पूजन्ति केवल मंत्र करी जप आमुआरे कह स्वरूप भगवान कुशल हेउ ब्रह्म अनुसंदेह जाऊ क्रिया पीड़ बुद्धि करी मनुष्य विष्णु रूप धरी जन्म मरण विवर्जित एक कथा कही भाग्यत ए मंत्र शुणी मुखमुनि सनक कहे मंजुगाई विष्णु पूजा विशेष जे गुरु ज्ञान उपदेश गुरु को नमस्कार करी विभूति कहवा विस्तारी ब्रह्मादिया जे माने वेद मंत्र तो विधानी कर्म कर्तुभाव विहारी से समय कर्तु हेतु वैष्णव साधु माने पूजे दिवसा गोधामी प्रातः सूर्य नवोदय स्नान सूर्य तौरे तक मसारी भूमि शास्त्र करिया समसुधि उपसुधि जलदेव रेलवेदी सरस्वती सप्तम भवन कोड़ी असत आदि जते ब्रह्मांड कर्म
ସେ ଈଶ୍ୱର ବିରାଟ ନିର୍ଗୁଣ ନିର୍ବିକାର ଭାବ ମନଙ୍କ ପରାବତାଙ୍କର ମାୟା ହୋଇଥାର ମାୟାର ସୂତ୍ରରେ ଜନ୍ମ ସୂତ୍ରରେ ମହାପ୍ରକୃତାର ମହାତତ୍ତ୍ୱ ଅହଙ୍କାର ସୁମଦେବୀ ମନ୍ଦିଆବର ପଞ୍ଚଭୂତାତ୍ମକ ସ୍ୱରୂପ ଏକାବତର ସମାଧିକ ଅସଂଖ୍ୟ ମାୟାର ପ୍ରକାଶ ଜାମନୀୟ ମାନି ଅଷ୍ଟାଙ୍ଗ ଚତୁଃଷଷ୍ଠୀ ସମାଯୋଗ ପଦ୍ମକେଶ୍ୱର ତାଙ୍କ ସ୍ଥାନ ବିଭାଗ ଯେତେ ଆଭରଣ ଫଳବୀ ଯେତେ ଯତ୍ରାକର୍ମ ମୁଖ୍ୟ ତତ୍ତ୍ୱ ମାୟା ରୂପେଣ ପୃଥିବୀ ଆଦି ଅଷ୍ଟ ମିଶା କୌମୋଦକୀ ଅଷ୍ଟ ହିଂସା ତାଙ୍କ ମହସ୍ତେ ରହିଛନ୍ତି ଜଳେ ନାରାୟଣ ମୂର୍ତ୍ତି ସୁଧା ସୁକଳ ସୁଖ ଗୁଣ ପାଞ୍ଚଜନ ସଂଘ କରେଣ ଐଶ୍ୱର୍ଯ୍ୟ ଧର୍ମ ଜ୍ଞାନ ଖଣ୍ଡ ହୋଇ ତାହାର ଦେହେଣ ବାମ ହସ୍ତେ ରହିଛନ୍ତି ଡାହାଣ ହସ୍ତେ ସପ୍ରସ୍ତୁତି ओम नमो ब्राह्मण्य देवाय गोब्राह्मण्य हिताय च जगद्धिताय कृष्णाय गोविंदाय नमो नमः वासुदेव सुतं देवं कंसचारणमर्दनं देवकी परमानंदं कृष्ण वंदे जगद्गुरु। ନନା ଜୟ ଜଗନ୍ନାଥ। ଜଟିଆଙ୍କୁଶୀ ବାବାଙ୍କର ଆପଣ ହେଉଛନ୍ତି ଜଣେ ସେବକ, ଭାଗବତ ପାଠରେ ମଧ୍ୟ ଆପଣ ବ୍ୟାସରେ ବସିଥିଲେ। ଆପଣ ମହାପ୍ରଭୁଙ୍କ ବିଷୟରେ କିଛି ସଂକ୍ଷେପରେ କୁହନ୍ତୁ। ଆମେ ଆଜକୁ 5-7 ବର୍ଷ ହେଲା ଟିକେ ଜଟିଆ ବାବାଙ୍କର ଯେଉଁ ସତ୍ସାଙ୍ଗ ପାଳନ ହେଉଛି, ଆମେ ସମସ୍ତେ ଭାଗବତ ପଠନ ପାଇଁ ଆମକୁ ନିମନ୍ତ୍ରିତ ହୁଏ। ଏହି ଧାମର ମହିମା ବହୁତ ସୁଦୂର ପ୍ରସାର ହୋଇପାରିଛି। ବାବାଙ୍କର ସିଦ୍ଧ ସାଧକମାନଙ୍କର ଯେଉଁ ତପସ୍ୟାର ଫଳ ମାଧ୍ୟମରେ ସମସ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ସ୍ୱପ୍ନରେ ହେଉ ଜାଗ୍ରତରେ ହେଉ ବିଭିନ୍ନ ପ୍ରକାର ସିଦ୍ଧିପ୍ରାପ୍ତ ହୋଇଥିବାରୁ ଏହି ଧାମ ଆଜି ଗୋଟେ ପବିତ୍ର ଧାମ ଆଉ ତାଙ୍କର ମହିମା ବହୁତ ସୁଦୂର ପ୍ରସାର ହୋଇପାରିଛି। ଏହି ଧାମ ଜଟିଆ ବାବାଙ୍କ ଉପରେ ଆଖ୍ୟାୟିତ ହୋଇସାରିଛି, ଯିଏକି ବାବାଙ୍କର ଯେଉଁ ତପସ୍ୟାର ଫଳସ୍ୱରୂପ ଆଜି ମଧ୍ୟ ଏହି ଜାଗାରେ ଏକ ଦୀପ୍ତିମାନ ଦୀପ ପରି ଜାଜ୍ୱଲ୍ୟମାନ ପ୍ରକାଶିତ ହୋଇପାରିଛି। ଆମେ ମଧ୍ୟ ଭାଗବତ ସପ୍ତାହରେ ନିମନ୍ତ୍ରିତ ବ୍ରାହ୍ମଣ ହିସାବରେ ଆସି 7 ଦିନ ଧରି ଭାଗବତ ପଠନରେ ବ୍ରତୀ ଥିଲୁ। ଆଜି ତାହାର ପୂର୍ଣ୍ଣାହୁତି ଦିବସ। ଆଜି ମଧ୍ୟ ବିଭିନ୍ନ ଅଞ୍ଚଳର ବିଭିନ୍ନ ଜାଗାର ଲୋକମାନେ ଆସି ଏହି ଭାଗବତ ପଠନକୁ ଶ୍ରବଣ କରିବା ସହିତ ପୂର୍ଣ୍ଣାହୁତି କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଅଛନ୍ତି। ଆମେ ଯେତିକି ଅନୁଭବ କରୁଛୁ ଆମ ହିନ୍ଦଳ ମଧ୍ୟରେ ଏହି ସ୍ଥାନ ଅତି ପବିତ୍ର ସ୍ଥାନ। ଏଠି ସ୍ଥାନ ମାହାତ୍ମ୍ୟ ବହୁତ ବଢ଼ି ଚାଲିଛି। ବାବାଙ୍କର ଆଶୀର୍ବାଦରେ ବିଭିନ୍ନ ପ୍ରକାର ଲୋକ ଆସି ତାଙ୍କର ରୋଗ ବ୍ୟାଧି ସହିତ ମାନସିକ ମଧ୍ୟ ପୂର୍ଣ୍ଣ ଲାଭ କରି ନିଜ ନିଜ ଗୃହକୁ ଫେରୁଛନ୍ତି। ଆଉ ମଧ୍ୟ ଏହି ଧାମ ଆଗକୁ ମଧ୍ୟ ବିଭିନ୍ନ ଦେଶର ଲୋକ ମଧ୍ୟ ଆସି ଏହି ଧାମକୁ ବଢ଼ିବା ନିମନ୍ତେ ସମସ୍ତେ ତତ୍ପର ହୋଇପାରିଛନ୍ତି। ତେଣୁ ଭାଗବତର ମହିମା ମାଧ୍ୟମରେ ସମସ୍ତ ବ୍ୟକ୍ତିମାନେ ଆସି 7 ଦିନ ଧରି ଏହି ଭାଗବତ ପଠନ ଶ୍ରବଣ ସହିତ ନିଜ ନିଜ ଜୀବନର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଚିର ସଂକଳ୍ପିତ ହେବା ପାଇଁ ଏହି ଜଟିଆ ବାବାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ଆସୁଛନ୍ତି। ମୁଁ ଏତିକି କହି ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଆପଣମାନଙ୍କର ସଂକ୍ଷେପରେ କହିଥିବା କଥାକୁ ମୁଁ ଧନ୍ୟବାଦ ଦେଲି। ଯାହା ହେଉ ଏମିତି ଜଟିଆ ବାବାଙ୍କର ମହିମା ଯୁଗେ ଯୁଗେ ଲାଗିଥାଉ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମହାପ୍ରଭୁ ଜଟିଆ ଗୋସାଇଙ୍କର ଏତେ ବଡ଼ ଆୟୋଜନ ହେଉଛି ସପ୍ତାଙ୍ଗ। ଆପଣ ହେଉଛନ୍ତି କନ୍ତିବିଲି ଗ୍ରାମର ଜଣେ ଭକ୍ତ, ତେଣୁକରି ଠାକୁରଙ୍କ ମହିମା ବିଷୟରେ ଆପଣ କିଛି ଦୀପଦ କୁହନ୍ତୁ। ମୁଁ କନ୍ତିବିଲି ଗ୍ରାମବାସୀ, ଏହି ଆଞ୍ଚଳିକର ମୁଁ ଜଣେ ଜ୍ୟୋତିର୍ବିଦ। ମୁଁ ଜାଣିବାରେ ଏ ଜାଗାରେ ବହୁତ ପୁରାତନ ପୀଠ। ଏଠି ସାଧୁ ସନ୍ନ୍ୟାସୀମାନେ ଏଠି ମଠ ନିର୍ମାଣ କରିଥିଲେ। ଏ ଜାଗା ଅତି ଜଙ୍ଗଲ ପରିକା ଥିଲା। ପୂର୍ବରୁ ଏ ଜାଗାରେ ଆଗ ବୈଷ୍ଣବ ବାବାଜୀ ସମ୍ପ୍ରଦାୟ ଲୋକ ଆସି ରହୁଥିଲେ। ସେମାନେ ଏ ପୀଠକୁ ସ୍ଥାପନ କରିଥିଲେ। ଏଣୁ ସେଇଦିନ ଠାରୁ ଏଠି ଭାଗବତ ଗାଦି ପୂଜା ପାଉଛନ୍ତି। ଧୀରେ ଧୀରେ এই ଜାଗାର ମାହାତ୍ମ୍ୟ ବଢ଼ିବାର ମୁଖ୍ୟ କାରଣ এই ଜାଗାରେ ଠାକୁରଙ୍କର ପ୍ରତ୍ୟକ୍ଷ ଠାକୁର ଯିଏ ଯେଉଁ ମନୋକାମନା ପାଇଁ ଏଠିକି ତ୍ରାହି ବଳି ଆସନ୍ତି ବା ଗୁହାରି କରି ଆସନ୍ତି, ତାଙ୍କର ମନୋକାମନା ପୂର୍ଣ୍ଣ ହୁଏ ଏବଂ ଠାକୁର ମଧ୍ୟ ତାଙ୍କୁ ବାବାଜୀ ରୂପରେ
ଦେଖା ଦିଅନ୍ତି ଏବଂ ଯେଉଁ ମୁଖ୍ୟ ବାବାଜୀ ଥିଲେ ତାଙ୍କର ଜଟ ଥିଲା। ଏଣୁ ସେ ବାବାଜୀ ରୂପରେ ଠାକୁର ଦେଖା ଦ୍ୱାରା ତାଙ୍କ ନାମ ହେଉଛି, ଏଇ ଧାମର ନାମ ହେଉଛି ଜଟିଆ ଗୋସେଇଁ ଧାମ ବା ଜଟିଆ ଗୋସେଇଁ ପୀଠ। ଏ ସ୍ଥାନରେ ସେଇ ଦିନରୁ ଠାକୁରଙ୍କର ପୂଜା ନୀତି କାମ ଚାଲି ଆସିଛି। ଏବେ ଗୋଟେ ଆମର କାର୍ତ୍ତିକ ମାସରେ ସପ୍ତାଙ୍ଗ ବ୍ରତ ହୁଏ। ଏହି ସପ୍ତାଙ୍ଗ ବ୍ରତରେ ପ୍ରଥମେ ଯେତେବେଳେ ଆରମ୍ଭ ହେଲା ବ୍ରତ 10-15 ଲୋକଙ୍କୁ ନେଇ ସପ୍ତାଙ୍ଗ ଆରମ୍ଭ ହେଲା ଏବଂ ତତ୍ପରେ ଧୀରେ ଧୀରେ ଭକ୍ତଙ୍କୁ ସମାଗମ ହେବା ଦ୍ୱାରା ବ୍ରତ ବଢ଼ି ଚାଲିଲା। 7 ଦିନ ପର୍ଯ୍ୟନ୍ତ ନାମ ଯଜ୍ଞ ହୁଏ ଏବଂ ପ୍ରସାଦ ସେବନ ହୁଏ, ଆଉ ଭାଗବତ ପଠନ କାର୍ଯ୍ୟକ୍ରମ ହୁଏ, ହୋମ ଯଜ୍ଞ ହୁଏ ଏବଂ ବିଭିନ୍ନ ପ୍ରକାର ସ୍ଥାନରୁ ବହୁତ ଭକ୍ତ ସମାଗମ ହୁଅନ୍ତି। ପ୍ରତ୍ୟେକ ଦିନ ଏଠି ସପ୍ତାଙ୍ଗ ବ୍ରତ ମଧ୍ୟରେ ହବିଷାନ୍ନ 2ଟା-3ଟା ମଧ୍ୟରେ ହବିଷାନ୍ନ ପ୍ରସାଦ ହୁଏ, ଯାହାକି ଏବେ ପ୍ରତ୍ୟେକ ଦିନ 3000-5000 ପର୍ଯ୍ୟନ୍ତ ଲୋକ ମଧ୍ୟ ପ୍ରସାଦ ସେବନ କରନ୍ତି। ଆଉ ଆମର ବ୍ରାହ୍ମଣମାନେ ଏ ଭାଗବତ ପଠନ କରନ୍ତି, ଯଜ୍ଞ ହୁଏ, ଏହି ପ୍ରକାର କର୍ମ ଚାଲି ଆସିଛି। ଆପଣଙ୍କର ଭକ୍ତି କୈବଲ୍ୟ ୟୁଟ୍ୟୁବ୍ ଚ୍ୟାନେଲକୁ ଧନ୍ୟବାଦ। ଯାହା ହଉ ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ଠାକୁରଙ୍କ ମହିମା ପ୍ରସାରିତ କରୁଥିବାରୁ ମୁଁ ଏତିକି ଜଣାଉଛି, ସରକାରଙ୍କ ମାଧ୍ୟମରେ ଆପଣଙ୍କ ଚ୍ୟାନେଲ ସରକାରଙ୍କ ମାଧ୍ୟମରେ ଯଦି ଜାଗାର ବହୁତ ଲୋକ ସମାଗମ ହେଉଛନ୍ତି, ଏଣୁ ଏଠି ପାଣିର ସୁବିଧା ଆଉ ପାଇଖାନା ରାସ୍ତା ଏହା ପାଇଁ ସରକାର ଟିକେ ଧ୍ୟାନ ଦିଅନ୍ତେ, ଆମେ ଗ୍ରାମବାସୀ ଏବଂ ଭକ୍ତବୃନ୍ଦ ଚିରଉପକୃତ। ଧନ୍ୟବାଦ। ଜୟ ଜଗନ୍ନାଥ। स्वाहा